ନବମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନର ଆଜି ଆମେ ରାଜନୀତି ବିଜ୍ଞାନର ତୃତୀୟ ଅଧ୍ୟାୟର ପ୍ରଥମ ପାଠ ଭାରତୀୟ ଜାତୀୟତାବାଦର ପ୍ରଶ୍ନ ଉତ୍ତର କିଛି ଆଲୋଚନା କରିବା। ତ 1 ନମ୍ବର ଦେଖ, ପ୍ରତ୍ୟେକ ପ୍ରଶ୍ନର ଉତ୍ତର 60 ଶବ୍ଦ ମଧ୍ୟରେ ଲେଖ। କରେ ଅଛି ଭାରତରେ ଜାତୀୟତାବାଦର କିପରି ବିକାଶ ଘଟିଲା ଆଲୋଚନା କର। ତ ଲେଖିବ, ସମସ୍ତ ଭାରତୀୟ ହିମାଳୟ ଠାରୁ କୁମାରିକା ପର୍ଯ୍ୟନ୍ତ ବିସ୍ତୃତ ବିଶାଳ ଭୂଖଣ୍ଡ ଭାରତବର୍ଷକୁ ନିଜର ମାତୃଭୂମି ରୂପେ ବିବେଚନା କରୁଥିଲେ ଓ ମାତୃଭୂମିର ଅଖଣ୍ଡତା ଓ ସ୍ୱାଧୀନତା ପାଇଁ ମୁକ୍ତି ଆନ୍ଦୋଳନରେ ବ୍ରତୀ ହେଲେ। ଇଂରେଜ ଶାସନ ସମୟରେ ସମଗ୍ର ଦେଶ ପାଇଁ ପ୍ରବର୍ତ୍ତିତ ଏକ ପ୍ରକାର ଶାସନ ବ୍ୟବସ୍ଥା ଓ ପ୍ରଶାସନିକ ବ୍ୟବସ୍ଥା, ନ୍ୟାୟାଳୟ ବ୍ୟବସ୍ଥା, ମୁଦ୍ରା ପ୍ରଚଳନ ଆଦି ଭାରତୀୟମାନଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିଥିଲା। ରେଳପଥ, ଡାକତାର ଓ ଟେଲିଗ୍ରାଫ ବ୍ୟବସ୍ଥାର ପ୍ରଚଳନ ଫଳରେ ଜନସମ୍ପର୍କ ଓ ରାଜନୈତିକ ସଚେତନତା ବୃଦ୍ଧି ପାଇଲା। ପାଶ୍ଚାତ୍ୟ ଶିକ୍ଷା ଓ ଇଂରାଜୀ ଭାଷାର ପ୍ରଚଳନ ଫଳରେ ଶିକ୍ଷିତ ଭାରତୀୟମାନେ ପାଶ୍ଚାତ୍ୟ ଗଣତାନ୍ତ୍ରିକ ଚିନ୍ତାଧାରା, ଆମେରିକାର ସ୍ୱାଧୀନତା ସଂଗ୍ରାମ, ଫରାସୀ ରାଷ୍ଟ୍ର ବିପ୍ଳବ ଓ ଇଟାଲୀ ଏବଂ ଜର୍ମାନୀ ଏକତ୍ରୀକରଣ ଘଟଣାବଳୀ ଜାଣିପାରିଲେ ଓ ମୁକ୍ତି ସଂଗ୍ରାମ ପାଇଁ ସେମାନଙ୍କୁ ମାନସିକ ଇଚ୍ଛାଶକ୍ତି ଯୋଗାଇଲେ। ଦାଦାଭାଇ ନାରୋଜୀ, ରାଣା ଡେ, ଗୋଖଲେ ପ୍ରଭୃତିଙ୍କ ଦ୍ୱାରା ଇଂରେଜମାନଙ୍କ ଅର୍ଥନୈତିକ ଶୋଷଣର ପ୍ରତିବାଦ ହେଲା। ଊନବିଂଶ ଶତାବ୍ଦୀରେ ବ୍ରାହ୍ମ ସମାଜ, ଆର୍ଯ୍ୟ ସମାଜ, ରାମକୃଷ୍ଣ ମିଶନର ଆନ୍ଦୋଳନ ଭାରତୀୟ ସମାଜରେ ନବଜାଗରଣ ଆଣି ଜାତୀୟ ଚେତନାର ବିକାଶ ଘଟାଇଥିଲା। ବଙ୍କିମଚନ୍ଦ୍ର, ରବୀନ୍ଦ୍ରନାଥ ଠାକୁର, ସୁବ୍ରମଣ୍ୟମ ଭାରତୀ ଆଦି ଦେଶୀୟ ଲେଖକଙ୍କ ସାହାଯ୍ୟରେ ଇଂରେଜ କୁଶାସନର ଚିତ୍ର ପ୍ରତିଫଳିତ ହେଲା। ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ଭାରତୀୟ ନବସାମାଜିକ ଶ୍ରେଣୀଙ୍କ ଦେଶପ୍ରେମ ତଥା ସାର ଉଇଲିୟମ ଜୋନ୍ସ, ମ୍ୟାକ୍ସ ମୁଲାର ଆଦି ପାଶ୍ଚାତ୍ୟ ମନୀଷୀଙ୍କ ଦ୍ୱାରା ଭାରତୀୟ ଐତିହ୍ୟ ଓ ସଂସ୍କୃତିର ପୁନରୁତ୍ଥାନ ଜାତୀୟତାବାଦର ବିକାଶ ଲାଭରେ ସହାୟକ ଥିଲା। ତତ୍କାଳୀନ ସମ୍ବାଦପତ୍ରଗୁଡ଼ିକରେ ଭାରତୀୟ ଜନମତର ପ୍ରତିଫଳନ ଘଟୁଥିଲା ଓ ସେଗୁଡ଼ିକ ଭାରତୀୟ ଜାତୀୟତାବାଦର ପ୍ରତିଫଳନ ସଦୃଶ ଥିଲା। ଇଂରେଜମାନଙ୍କ ବର୍ଣ୍ଣ ବୈଷମ୍ୟ ନୀତି ତଥା ଲର୍ଡ଼ କର୍ଜନ ଓ ଲର୍ଡ଼ ଲିଟନଙ୍କ କୁଶାସନ ଭାରତୀୟ ଜାତୀୟତାବାଦର ବିକାଶରେ ପରୋକ୍ଷରେ ସହାୟକ ହୋଇଥିଲା। ଖ ନମ୍ବର, ଜାତୀୟତାବାଦ କହିଲେ କ'ଣ ବୁଝ? ତ ଆଲଫ୍ରେଡ଼ ଗ୍ରାଜିଆଙ୍କ ମତରେ ଜାତୀୟତାବାଦର ସଂଜ୍ଞା ହେଉଛି ଜାତୀୟତାବାଦ ଏକତ୍ୱର, ରାଜନୈତିକ ଏକତାର ଏବଂ ଦେଶର ସ୍ୱାଧୀନତାର ଏକ ଅନୁଭବ, ଯାହା ଜନସମଷ୍ଟିକୁ ଏକ ଜାତି ତଥା ଏକ ରାଷ୍ଟ୍ରରେ ପରିଣତ କରିଥାଏ। ଜାତୀୟତାବାଦ ଏକ ମାନସିକ ଅଭିବ୍ୟକ୍ତି। ଗୋଟିଏ ରାଷ୍ଟ୍ରରେ ବସବାସ କରୁଥିବା ବ୍ୟକ୍ତି ସମୂହ ଯେତେବେଳେ ସେମାନଙ୍କ ମଧ୍ୟରେ ଥିବା ଜାତି, ବର୍ଣ୍ଣ, ଧର୍ମ, ଭାଷା ଏବଂ ଆଞ୍ଚଳିକ ବିଭିନ୍ନତାକୁ ଭୁଲିଯାଇ ଦେଶାତ୍ମବୋଧରେ ଉଦ୍ବୁଦ୍ଧ ହୁଅନ୍ତି, ସେତେବେଳେ ଜାତୀୟତାବାଦ ଜନ୍ମ ନିଏ। ସ୍ୱାଧୀନତା ଓ ଦେଶପ୍ରେମ ସହିତ ପ୍ରକୃତ ଜାତୀୟତାବାଦ ଜଡ଼ିତ। ଜାତୀୟତାବାଦ କହିଲେ ଦେଶାତ୍ମବୋଧ, ଦେଶପ୍ରୀତି, ରାଷ୍ଟ୍ର ପ୍ରତି ଆନୁଗତ୍ୟ, ଦେଶପ୍ରାଣତା ତଥା ଦେଶ ପାଇଁ ଆତ୍ମୋତ୍ସର୍ଗକୁ ବୁଝାଏ। ଜାତୀୟତାବାଦ ଏପରି ଏକ ମନସ୍ତାତ୍ତ୍ୱିକ ଭାବଧାରା ଯାହା ଉଚ୍ଚ ନୀଚ, ଧନୀ ଗରିବ ଇତ୍ୟାଦି ମାନସିକ ସଂକୀର୍ଣ୍ଣତାଠାରୁ ବହୁ ଊର୍ଦ୍ଧ୍ୱରେ। ସମାନ ପ୍ରକାର ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟ ଜାତୀୟତାବାଦର ପ୍ରଧାନ ଉତ୍ସ ଅଟେ। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ସମାନତାର ମୂଳଦୁଆ ପଡ଼ିଥାଏ। ଦେଶ ପ୍ରତି ପ୍ରଗାଢ଼ ଅନୁରକ୍ତି, ଦେଶପ୍ରାଣତା, ପ୍ରାଣବଳି ତଥା ଉତ୍ସର୍ଗୀକୃତ ମନୋଭାବ ଜାତୀୟତାବାଦର ଲକ୍ଷଣ ଅଟେ। ଜାତୀୟତାବାଦ ବିଭିନ୍ନ ପ୍ରାନ୍ତ, ବିଭିନ୍ନ ଭାଷାଭାଷୀ ଓ ଭିନ୍ନ ଭିନ୍ନ ଧର୍ମର ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସହିତ ଦେଶର ଅଖଣ୍ଡତା, ଅଗ୍ରଗତି ଓ ସୁରକ୍ଷାକୁ ସୁଦୃଢ଼ କରିଥାଏ।
ଗ ନମ୍ବର ଇଂରେଜ ଶାସକଙ୍କର ଶାସନ ନୀତି ଭାରତୀୟ ଜାତୀୟତାବାଦର ବିକାଶ ପାଇଁ କିପରି ଦାୟୀ ଥିଲା ତାହା ସଂକ୍ଷେପରେ ଆଲୋଚନା କର। ତ ଲେଖିବ ଯେ ଇଂରେଜ ଶାସନ ସମୟରେ ସମଗ୍ର ଦେଶକୁ ଏକ ଶାସନାଧୀନ କରାଯାଇ ଏକ ପ୍ରକାର ଶାସନ ପଦ୍ଧତି ଅନୁସରଣ କରାଗଲା ଓ ସବୁ ଅଞ୍ଚଳ ପାଇଁ ଗୋଟିଏ ପ୍ରକାର ଆଇନ ପ୍ରଚଳିତ ହେଲା। ଏହା ଫଳରେ ଭାରତୀୟମାନଙ୍କ ମଧ୍ୟରେ ଏକତା ମନୋଭାବ ଆସିଲା। ଇଂରେଜମାନେ ଶାସନ କାର୍ଯ୍ୟ ଚଳାଇବା ପାଇଁ ଆମ ଦେଶରେ ରେଳପଥ ଓ ରାସ୍ତାଘାଟ ନିର୍ମାଣ କରିଥିଲେ। ଡାକ ଟେଲିଗ୍ରାଫ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାଦ୍ୱାରା ଭାରତୀୟମାନଙ୍କର ସାମାଜିକ ଶିକ୍ଷାଗତ ବୌଦ୍ଧିକ ଓ ରାଜନୈତିକ ଜୀବନରେ ଆଶାତୀତ ପରିବର୍ତ୍ତନ ଘଟାଇଲା ଓ ଜନସମ୍ପର୍କ ବୃଦ୍ଧି ପାଇଲା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବ୍ରିଟିଶ ଶାସନାଧୀନ ସମସ୍ତ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ପାଇଁ ବ୍ରତୀ ହେଲେ। ସମସ୍ତ ଭାରତୀୟଙ୍କ ପାଇଁ ସମାନ ପ୍ରକାର ପ୍ରଶାସନିକ ବ୍ୟବସ୍ଥା ନ୍ୟାୟାଳୟ ବ୍ୟବସ୍ଥା ମୁଦ୍ରା ପ୍ରଚଳନ ବ୍ୟବସ୍ଥା ଯୋଗୁଁ ଭାରତୀୟମାନଙ୍କ ମଧ୍ୟରେ ଏକତା ମନୋଭାବ ସୃଷ୍ଟି ହୋଇଥିଲା। 1835 ମସିହାରେ ଭାରତରେ ଇଂରାଜୀ ଭାଷାର ପ୍ରଚଳନ ଫଳରେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ହେଲା। ସରକାରୀ ଚାକିରି ପାଇଁ ଭାରତୀୟମାନେ ଇଂରାଜୀ ପୁସ୍ତକ ପଢ଼ିବା ଦ୍ୱାରା ଜ୍ଞାନର ପରିସୀମା ବୃଦ୍ଧି ପାଇଲା। ଜନ୍ ଷ୍ଟୁଆର୍ଟ ମିଲ୍ ହର୍ବର୍ଟ ସ୍ପେନ୍ସର ଓ ଏଡମଣ୍ଡ ବର୍କଙ୍କ ଦ୍ୱାରା ଲିଖିତ ପୁସ୍ତକମାନ ପାଠ କରି ଭାରତୀୟମାନେ ଗଣତାନ୍ତ୍ରିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହେଲେ। ବ୍ରିଟିଶ ଶାସନ ସମୟରୁ ମଧ୍ୟବିତ୍ତ ଶ୍ରେଣୀ ସୃଷ୍ଟି ହେଲା। ପାଶ୍ଚାତ୍ୟ ଶିକ୍ଷା ଲାଭ କରିଥିବା ଏହି ଗୋଷ୍ଠୀ ଭାରତୀୟ ଜାତୀୟତାବାଦ ଅଭିବୃଦ୍ଧିର ନେତୃତ୍ୱ ନେଇ ନବ ସାମାଜିକ ଶ୍ରେଣୀ ସୃଷ୍ଟି କରିଥିଲେ। ଏହା ଦେଶପ୍ରେମ ସୃଷ୍ଟି କରିବାରେ ସହାୟକ ହୋଇଥିଲା। 2 ନମ୍ବର ପ୍ରତ୍ୟେକ ପ୍ରଶ୍ନର ଉତ୍ତର 20 ଗୋଟି ଶବ୍ଦ ମଧ୍ୟରେ ଲେଖ। ପରେ ଅଛି ଜାତୀୟତାବାଦର ମୁଖ୍ୟ ଉପାଦାନ ସଂକ୍ଷେପରେ ଉଲ୍ଲେଖ କର। ତ ଜାତୀୟତାବାଦର ମୁଖ୍ୟ ଉପାଦାନ ଗୁଡ଼ିକ ହେଉଛି କରେ ଲେଖିବ ଭୌଗୋଳିକ ଅଖଣ୍ଡତା, ଖରେ ହେବ ଜନ୍ମ ବା ଜାତିଗତ ଐକ୍ୟ, ଗରେ ହେଲା ଭାବଗତ ଏବଂ ସାଂସ୍କୃତିକ ଐକ୍ୟ, ଘରେ ହେଲା ସାହିତ୍ୟ ତଥା ଭାଷାଗତ ଐକ୍ୟ, ଓରେ ହେଲା ଧର୍ମଗତ ଐକ୍ୟ, ଚରେ ହେଲା ଅର୍ଥନୈତିକ ବିକାଶ। ସେହିପରି ଛରେ ଲେଖିବ ଆନ୍ତର୍ଜାତିକ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତା। ସେହିପରି ଯୁଦ୍ଧର ଭୟ, ଦେଶାତ୍ମବୋଧ, ସ୍ୱାୟତ୍ତ ଶାସନ ବା ସ୍ୱରାଜ। ଖ ନମ୍ବର ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ଜନସମ୍ପର୍କ ବୃଦ୍ଧିରେ କିପରି ସହାୟକ ହେଲା ତାହା ବୁଝାଇ ଲେଖ। ତ ଲେଖିବ ରେଳପଥ ଓ ସଡ଼କ ପଥ ଦ୍ୱାରା ବିଭିନ୍ନ ପ୍ରାନ୍ତ ମଧ୍ୟରେ ଯାତ୍ରା ଓ ମାଲ ପରିବହନ ସହଜ ଓ ସୁବିଧାଜନକ ହେଲା। ଫଳରେ ସେମାନଙ୍କ ମଧ୍ୟରେ ଜନସମ୍ପର୍କ ବୃଦ୍ଧି ହେଲା। ସେହିପରି ଡାକ ଓ ଟେଲିଗ୍ରାଫ ବ୍ୟବସ୍ଥା ଦ୍ୱାରା ଶୀଘ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚିଠିପତ୍ର ତଥା ସମ୍ବାଦପତ୍ରର ଆଦାନ ପ୍ରଦାନ ହେଲା। ଫଳରେ ଲୋକ ସମ୍ପର୍କ ବଢ଼ିଲା। କେଉଁ ପାଶ୍ଚାତ୍ୟ ରାଜନୀତି ବିଜ୍ଞାନୀମାନଙ୍କ ପୁସ୍ତକ ପାଠ କରି ଭାରତୀୟମାନେ ଗଣତାନ୍ତ୍ରିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହେଲେ? ତ ଲେଖିବ ଜନ୍ ଷ୍ଟୁଆର୍ଟ ମିଲ୍ସ, ହର୍ବର୍ଟ ସ୍ପେନ୍ସର ଓ ଏଡମଣ୍ଡ ବର୍କ ଆଦି ପାଶ୍ଚାତ୍ୟ ରାଜନୀତି ବିଜ୍ଞାନୀମାନଙ୍କ ଦ୍ୱାରା ଲିଖିତ ପୁସ୍ତକମାନ ପାଠ କରି ଭାରତୀୟମାନେ ଗଣତାନ୍ତ୍ରିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇଥିଲେ। ଘ ନମ୍ବର ଇଂରେଜ ଶାସକମାନେ ଭାରତୀୟମାନଙ୍କୁ କିପରି ଅର୍ଥନୈତିକ ସ୍ତରରେ ଶୋଷଣ କରୁଥିଲେ? ତ ଇଂରେଜମାନେ ଭାରତରୁ ଶସ୍ତା ମୂଲ୍ୟରେ କଞ୍ଚାମାଲ କିଣି ନିଜ ଦେଶକୁ ପଠାଇଲେ ଓ ସେଥିରୁ ଉତ୍ପାଦିତ ଦ୍ରବ୍ୟକୁ ଭାରତରେ ଅଧିକ ଦାମରେ ବିକ୍ରି କଲେ। ଫଳରେ ଭାରତରେ କୁଟୀର ଶିଳ୍ପ ଓ ବାଣିଜ୍ୟ କ୍ଷତିଗ୍ରସ୍ତ ହେଲା। ଇଂରେଜମାନେ ଏହିଭଳି ଭାବରେ ଭାରତୀୟମାନଙ୍କୁ ଅର୍ଥନୈତିକ ସ୍ତରରେ ଶୋଷଣ କରୁଥିଲେ। ଓ ନମ୍ବର ଦେଖ ବଙ୍କିମଚନ୍ଦ୍ରଙ୍କ ଭାରତୀୟ ଜାତୀୟତାବାଦୀ ସାହିତ୍ୟ ପ୍ରତି ଥିବା ଅବଦାନ ଉଲ୍ଲେଖ କର। ତ ବଙ୍କିମଚନ୍ଦ୍ରଙ୍କ ଭାରତୀୟ ଜାତୀୟତାବାଦୀ ସାହିତ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତାଙ୍କ ଦ୍ୱାରା ରଚିତ ଉପନ୍ୟାସ ଆନନ୍ଦ ମଠରେ ସେ ଭାରତର ଜାତୀୟତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ତାଙ୍କ ଦ୍ୱାରା ରଚିତ ବନ୍ଦେ ମାତରମ୍,
ସଙ୍ଗୀତ ଦ୍ୱାରା ଭାରତୀୟମାନଙ୍କ ହୃଦୟରେ ଦେଶପ୍ରେମ ଜାଗ୍ରତ ହୋଇଥିଲା। 6 ନମ୍ବର ଭାରତୀୟ ଜାତୀୟ କଂଗ୍ରେସର ମୂଳ ଲକ୍ଷ୍ୟ କ'ଣ ଥିଲା? ତ ଜାତୀୟ ଚେତନାର ଅଭିବୃଦ୍ଧି, ଦେଶାତ୍ମବୋଧ ଭାବର ପ୍ରସାର ଓ ଜାତୀୟ ଏକତାର ବିକାଶ ଭାରତୀୟ ଜାତୀୟ କଂଗ୍ରେସର ମୂଳ ଲକ୍ଷ୍ୟ ଥିଲା। 3 ନମ୍ବର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ। କରେ ଅଛି ଭାରତ କେଉଁ ଦିନ ସ୍ୱାଧୀନତା ପାଇଲା? ଏଇଟା ତୁମେ ତ ଜାଣିଥିବ। ତ ଭାରତ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ସ୍ୱାଧୀନତା ପାଇଲା। ଖ ନମ୍ବର କେଉଁଦିନ ଭାରତ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା? ତ ଏଇଟା 1950 ମସିହା ଜାନୁଆରୀ 26 ତାରିଖ ଦିନ ଭାରତ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା। ଗ ନମ୍ବର କେଉଁ ମସିହାରେ ଭାରତରେ ଇଂରାଜୀ ଭାଷାର ପ୍ରଚଳନ ହେଲା? ତ 1835 ମସିହାରେ ଭାରତରେ ଇଂରେଜୀ ଭାଷାର ପ୍ରଚଳନ ହେଲା। ଘ ନମ୍ବର କେଉଁ ସ୍ୱାଧୀନଚେତା ଲେଖକମାନଙ୍କ ବୈପ୍ଳବିକ ଚିନ୍ତାଧାରା ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା? ତ ମାର୍ଜିନି, ଗାରିବାଲ୍ଡି, ରୁସୋ, ମଣ୍ଟେସ୍କ୍ୟୁ ପରି ସ୍ୱାଧୀନଚେତା ଲେଖକମାନଙ୍କର ବୈପ୍ଳବିକ ଚିନ୍ତାଧାରା ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା। ଓ ନମ୍ବର କିଏ ବିତ୍ତର ବହି ପ୍ରବାହ ତତ୍ତ୍ୱର ପ୍ରବକ୍ତା ଥିଲେ? ତ ଦାଦାଭାଇ ନାରୋଜୀ ଏହାର ପ୍ରବକ୍ତା ଥିଲେ। 6 ନମ୍ବର କିଏ ବ୍ରାହ୍ମ ସମାଜର ପ୍ରତିଷ୍ଠାତା ଥିଲେ? ତ ରାଜା ରାମମୋହନ ରାୟ ବ୍ରାହ୍ମ ସମାଜର ପ୍ରତିଷ୍ଠାତା ଥିଲେ। 6 ନମ୍ବର କିଏ ବନ୍ଦେ ମାତରମ୍ ସଙ୍ଗୀତ ରଚନା କରିଥିଲେ ବା ରଚୟିତା ଥିଲେ? ତ ସେଇଟା ହେଲେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ବନ୍ଦେ ମାତରମ୍ ସଙ୍ଗୀତର ରଚୟିତା ଥିଲେ। ଜ ନମ୍ବର ଦେଖ ରୟାଲ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲର ପ୍ରତିଷ୍ଠାତା କିଏ ଥିଲେ? ତ ୱିଲିୟମ ଜୋନ୍ସ ରୟାଲ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲର ପ୍ରତିଷ୍ଠାତା ଥିଲେ। ଝ ନମ୍ବର କିଏ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ? ତ ଉମେଶ ଚନ୍ଦ୍ର ବାନାର୍ଜୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ। ଏହିପରି ଭାବରେ ସବୁ ପ୍ରଶ୍ନର ଉତ୍ତର ଲେଖିବ। ଧନ୍ୟବାଦ।